এবং যাହାର পয়সা আছে তো ଜାଣିଶୁଣି ସେ ଖେଳୁଛି ରହୁନି ଦଉନାହିଁ ସେ ରହିଯାଉଛି ସେ ଆପଣ ତୁରନ୍ତ ନିଶ୍ଚିନ୍ତ ଭାବରେ ଆସ୍ତେ ଆସ୍ତେ କି ସମସ୍ତ ଜିନିଷ ଫେରେଇ ଦେବ। ମୁଁ ଜ୍ୟୋତିର୍ବିଦ ଦୀପକ ଚାଲିଛି ଆଜି ଆପଣମାନଙ୍କ ସ୍ୱାଗତ କରି ସ୍ୱତନ୍ତ୍ର ପ୍ରସଙ୍ଗରେ ଯଦି ଆପଣଙ୍କର କିଛି ଅର୍ଥ ଅନାଦାୟରେ ହୋଇଛି ବା ଆପଣଙ୍କର ଉଦ୍ଧାର ଦେଇଛନ୍ତି ପଇସା ତାକୁ ଫେରି ପାରୁନାହାନ୍ତି ବା କୌଣସି ଜିନିଷ କି ରଖିଦେଇଛି ଆପଣ ଫେରୁନାହିଁ ବହୁତ କଷ୍ଟ କରି ଆପଣ କଷ୍ଟ ଉପାର୍ଜିତ ଧନ ଆପଣ ଚାହୁଁଛନ୍ତି ବିଭିନ୍ନ ପ୍ରକାର ଉପାୟ କରିସାରିଲେଣି ଏବଂ ଜୋର ଜବରଦସ୍ତି ଝଗଡ଼ା ଝାଣ୍ଟି କଲେ ମଧ୍ୟ ଆପଣ ଦେଖୁଥିଲେ ଏସବୁ ମିଳିବ ନାହିଁ ବରଂ ଶତ୍ରୁତା ବଢ଼ିବ। ତେଣୁ କିଭଳି ଭାବରେ କଲେ କ'ଣ କଲେ ଯେପରି ଝଗଡ଼ା ଝାଣ୍ଟି ଅଶାନ୍ତି ଶତ୍ରୁତା କରାଯିବ ନାହିଁ ଏବଂ ଅନ୍ୟ ବିଭିନ୍ନ ପ୍ରକାର ଉପାୟ ଆପଣ ଅବଲମ୍ବନ କରିସାରିଲେ ମଧ୍ୟ ପାଉନାହାନ୍ତି। ତେଣୁ ସେ କ୍ଷେତ୍ରରେ ଆପଣ କ'ଣ କରିବେ ଆପଣଙ୍କ ଛୋଟ ଛୋଟ 2-3ଟି ଉପାୟ ମୁଁ ବତେଇବି ଯାହାଫଳରେ ଆପଣ ନିଜେ କରିପାରିବେ ଏବଂ କଲାପରେ ଦେଖିବେ ଆପଣଙ୍କ ଧନ ବା ଯଦି ଜିନିଷ କେହି ରଖିଥାଏ ଜବରଦସ୍ତି ରଖିଥାଏ ଦେଉନଥାଏ ବଦମାସି କରୁଥାଏ ଖେଳୁଥାଏ ସେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଆସ୍ତେ ଆସ୍ତେ ଆସି ନିଜେ ଆସି ଫେରେଇ ଦେଇଯିବ। ଆପଣଙ୍କୁ ମାଗିବା ଦରକାର ନାହିଁ ଆପଣ ଏ ପ୍ରୟୋଗ କରି ଚୁପଚାପ ବସିଛନ୍ତି ସେ ନିଜେ ଆସି ଆପଣଙ୍କ ଘରେ ଆପଣଙ୍କ ପାଖରେ ଆସି ଡାକିକିରି ପଇସା ନେବ। ଯିଏ ଅଧିକ ଅର୍ଥ ନେଇଥିବେ ସେ ତ ଆସ୍ତେ ଆସ୍ତେ ଦେଇପାରିବେ। ଯଦି ଆପଣଙ୍କର ଉପାର୍ଜିତ ଧନ ବା ଆପଣ ଯେଉଁ ବସ୍ତୁର ବ୍ୟବହାର କରୁଥିଲେ ସେ ବସ୍ତୁ ଯଦି ଆପଣ ସତରେ ଅର୍ଜନ କରିଥାନ୍ତି ଏବଂ ସେ ଲୋକ ଯଦି ଦେବାର କ୍ଷମତା ଥାଏ ଏବଂ ଖେଳୁଥାଏ ତେବେ ନିଶ୍ଚିନ୍ତ ଭାବରେ ସେ ଦେଇପାରିବ। ଯଦି ଆର୍ଥିକ ସମସ୍ୟା ଥାଏ ତାହେଲେ ବିଳମ୍ବ ହେବ କିନ୍ତୁ ତାର ଦେବାର ମନୋବୃତ୍ତି ତା ଭିତରେ ଜାଗିବ ଯେ ମୁଁ ଏ ଲୋକଠୁ ଆଣିଛି ଦେବି ଏଭଳି ମନୋବୃତ୍ତି ମଧ୍ୟ ଜାଗ୍ରତ ହେବ। ଏବଂ ଯାହାର ପଇସା ଅଛି ତ ଜାଣିଶୁଣି ସେ ଖେଳୁଛି ରହୁନି ଦଉନାହିଁ ସେ ରହିଯାଉଛି ସେ ଆପଣ ତୁରନ୍ତ ନିଶ୍ଚିନ୍ତ ଭାବରେ ଆସ୍ତେ ଆସ୍ତେ କି ସମସ୍ତ ଜିନିଷ ଫେରେଇ ଦେବ। ଖୁବ୍ ସରଳ ଆପଣ କହୁଛି ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ଯେଉଁ ବ୍ରାହ୍ମ ମୁହୂର୍ତ୍ତ ମାନେ ସୂର୍ଯ୍ୟୋଦୟ ପୂର୍ବର 48 ମିନିଟ୍କୁ ବ୍ରାହ୍ମ ମୁହୂର୍ତ୍ତ କୁହାଯାଏ। ସୂର୍ଯ୍ୟୋଦୟ ଦେଖିଦେବେ ପାଞ୍ଜିରେ ତାର 48 ମିନିଟ୍ ପୂର୍ବରୁ ଆପଣ ଆଲାର୍ମ ଦେଇଦିଅନ୍ତୁ। ଯଦି ନ ଉଠିପାରିବେ ତେବେ ଆଲାର୍ମ ବ୍ୟବହାର କଲେ ଭଲ। ଆପଣ ସେଇ 48 ମିନିଟ୍ ପୂର୍ବରୁ ଯେଉଁ ବ୍ରାହ୍ମ ମୁହୂର୍ତ୍ତରେ ଉଠିକିରି ଆପଣଙ୍କର ଯଦି ଘର ଅଗଣା ବା ଛାତ କିଛି ଖୋଲା ଜାଗା ଥାଏ ସେ ଖୋଲା ସ୍ଥାନକୁ ପଳେଇ ଆସନ୍ତୁ। ପଳେଇ ଆସି ଆପଣ 2 ହାତ ପାପୁଲିକୁ ଆପଣ ଏମିତି ଖୋଲା ରଖିଦିଅନ୍ତୁ ଉପରକୁ ରଖିକି ଭଗବାନଙ୍କୁ ମାଗନ୍ତୁ ଯେ ମୋର କଷ୍ଟଲବ୍ଧ ଯେଉଁ ଅର୍ଥ ମୁଁ ଏତେ ପରିଶ୍ରମ କରି ଆଣିଛି ରୋଜଗାର କରିଛି ଅର୍ଥ ମୁଁ ଫେରି ପାଉନାହିଁ ଏବଂ ମୋର ବସ୍ତୁ ମଧ୍ୟ ପାଉନାହିଁ ଭଗବାନଙ୍କୁ କରୁଣ ଭାବେ ଦୀନହୀନ ଭାବେ ମାଗନ୍ତୁ ସେଗୁଡ଼ିକ ମୋତେ ଫେରାଇ ଦିଅନ୍ତୁ ପ୍ରଭୁ। ଭଗବାନଙ୍କୁ 2 ହାତ ପାତି ଏମିତି 2 ହାତ ପାତି ଆପଣ ମାଗନ୍ତୁ ପ୍ରସାରିତ କରିକିରି ଯେ ଆପଣ ମୋତେ ଫେରି ଦିଅନ୍ତୁ। ତାପରେ ମନେ ମନେ ଭାବନ୍ତୁ ଆଖି ବନ୍ଦ କରି ଯେ ଭଗବାନ ଆପଣଙ୍କୁ ସେ ଲୋକ ଦ୍ୱାରା ସବୁ ଜିନିଷ ଫେରସ୍ତ କରାଉଛନ୍ତି ଏବଂ ଆପଣ ସେ ଜିନିଷ ଗୁଡ଼ିକ ପାଉଛନ୍ତି ବସ୍ତୁ ଗୁଡ଼ିକ ପାଇଛନ୍ତି ଏଭଳି ଗୋଟେ ମନେ କରନ୍ତୁ। ଏଭଳି ଆପଣ 11 ଥର ରିପିଟେଡଲି କରନ୍ତୁ। 11 ଦିନ ଆପଣ ରିପିଟେଡଲି ଏଭଳି କରନ୍ତୁ। ପ୍ରତ୍ୟେକ ଦିନ ସଜାଗ ଡାକ୍ତର ଆସିବେ ଏଭଳି କରିବେ। କିନ୍ତୁ ଯଦି ତାପରେ ଆପଣ ନିଦ ମାଡ଼େ ତାପରେ ଆପଣ ଆସିବେ ଘରକୁ ଆସିଲେ କହିଲା ପରେ ଆପଣଙ୍କୁ ଧରନ୍ତୁ ନିଦ ଲାଗିଲା ପୁଣି ଆପଣ ଶୋଇବାକୁ ପୁଣି ଆପଣ ଶୋଇଯାଇପାରନ୍ତି କିଛି ଅସୁବିଧା ନାହିଁ। କିନ୍ତୁ ଏଇ ପ୍ରକ୍ରିୟାଟି କରିବେ। ଉଠିକି ଆପଣ ଭାବିବେ ଗୋଡ଼ ହାତ ମୁହଁ ଧୋଇବି ଦାନ୍ତ ଖସିବେ ଏସବୁ କରିବି କିଛି ଫ୍ରେଶ୍ ହେଇଯିବ ସେମିତି ନାହିଁ। ଆପଣ ଉଠିବେ ଯେମିତି ଅବସ୍ଥା ଅଛି ବସ୍ତ୍ର ଯେମିତି ଥାଉ ଆପଣ ଯେଭଳିଆ ଭାବରେ ଥାଉ ଠିକ୍ ଉଠିକି ସିଧା ପଳେଇବେ ଯେ ଛାତ ଉପରେ ବା ଆପଣ ଯେଉଁଠି ଆପଣ ଖୋଲା ସ୍ଥାନ ଥିବ ଯେଉଁଠି ଆପଣ ଖୋଲାରେ ଆକାଶକୁ ଚାହିଁପାରିବେ ଖୋଲା ଆକାଶକୁ ଦେଖିପାରିବେ ସେଇ ଜାଗାରେ ଆପଣ ଯିବେ। ଏଭଳି ପ୍ରକ୍ରିୟା କରିବେ। ତାପରେ ଆସି ଆପଣ ଶୋଇପାରନ୍ତି ବା ନ ଶୋଇକି ଆପଣ ନିତ୍ୟକର୍ମ ସାରିପାରନ୍ତି ମୁହଁ ହାତ ଧୋଇବେ ଏବଂ ଆପଣଙ୍କର ନିତ୍ୟକର୍ମ ସାରିବେ ଦାନ୍ତ ଘଷି ଇତ୍ୟାଦି କରିପାରନ୍ତି ବା ପୁଣି ଶୋଇଯାଇପାରନ୍ତି ମଧ୍ୟ। କିନ୍ତୁ 11 ଦିନ କଣ୍ଟିନ୍ୟୁଅସ୍ ଆପଣ କରିବାକୁ ପଡ଼ିବ ଏବଂ 11 ଥର କରିବେ ପ୍ରତ୍ୟେକ ଦିନ। ଥରେ ଏମିତି କହିବେ ପୁଣି ହାତ ପକାଇଦେବେ ପୁଣି ମାଗିବେ। ଏଇ 48 ମିନିଟ୍ ଭିତରେ ହେବା ଦରକାର। ଯେ ବ୍ରାହ୍ମ ମୁହୂର୍ତ୍ତ କହିଲି ସୂର୍ଯ୍ୟୋଦୟ ପୂର୍ବରୁ ଯେଉଁ 48 ମିନିଟ୍ ସେ 48 ମିନିଟ୍ ଭିତରେ ଏସବୁ ହେବା ଦରକାର। 11 ଥର କରିବେ ଏବଂ 11 ଦିନ ପର୍ଯ୍ୟନ୍ତ ଏଭଳି 11 ଥର କରିକି ଯିବେ। କଲା ପରେ ଦେଖିବେ ଆସ୍ତେ ଆସ୍ତେ ଆପଣଙ୍କର ପଇସା ବା ଜିନିଷ ସବୁ ଫେରି ଆସୁଛି ଆପଣଙ୍କ ପାଖକୁ। ଏ ଅତି ସହଜ ଉପାୟ ଆପଣ କରନ୍ତୁ ଏବଂ ଭଗବାନଙ୍କ ଉପରେ ଭରସା ରଖନ୍ତୁ। ଏଇଟା ଭରସା ଏବଂ ଶ୍ରଦ୍ଧା ଏବଂ ନିଷ୍ଠା ରହିବା ଦରକାର ଯେ ଭଗବାନଙ୍କ ଯେ ନିଶ୍ଚିନ୍ତ ଭାବରେ ପାଇବି ମୋ ଧନ ନିଶ୍ଚିନ୍ତ ଭାବରେ ଫେରିଆସିବ ମୋର ବସ୍ତୁ ନିଶ୍ଚିନ୍ତ ଭାବରେ ଫେରିଆସିବ ମୁଁ ବହୁ କଷ୍ଟରେ ଉପାର୍ଜନ କରିଥିଲି ସେଗୁଡ଼ିକ ନିଶ୍ଚିନ୍ତ ଭାବରେ ଫେରିପାରିବି। ଆଉ ଗୋଟେ ଉପାୟ ମୁଁ ଆପଣଙ୍କୁ କହିବି। ଆଉ ଗୋଟେ ଉପାୟ ଟିକେ କଷ୍ଟକର ହେଲେ ମଧ୍ୟ ଆପଣ ତାକୁ କରିପାରିବେ ଯଦି ନିଶ୍ଚିନ୍ତ ଭାବରେ ଆପଣ ସବୁ ଅର୍ଥ ବା ଜିନିଷ ଯିଏ ରଖିଥିବେ ଆପଣ ଫେରସ୍ତ ପାଇବେ। ଯେକୌଣସି ଶୁକ୍ଳପକ୍ଷରେ ଅଷ୍ଟମୀ ଦିନ ଆପଣ ଏ ପ୍ରୟୋଗଟି କରନ୍ତୁ। ଶୁକ୍ଳପକ୍ଷରେ ଅଷ୍ଟମୀ ଦିନ ଏ ପ୍ରୟୋଗଟି କରନ୍ତୁ। ସକାଳେ ଯେକୌଣସି ତୁଳା ଭିଣା ଯେଉଁ ଅଛନ୍ତି ତୁଳା ଯେଉଁମାନେ ଭୁଣୁଛନ୍ତି ତୁଳା ଭିଣା ଠାରୁ କିଛି ତୁଳା ଆପଣ ନେଇ ଆସନ୍ତୁ ଏବଂ ସେ ତୁଳାଟିକୁ ବିନା ପଇସାରେ ଆଣିବେ କିଛି ନା କିଛି ଅର୍ଥ ତାକୁ ପଚାରିକି କେତେ ବୋଲି ପଚାରିକି ତାକୁ ଅର୍ଥ କିଛି ଦେବେ। ବିନା ଅର୍ଥରେ ଆଣିଲେ ବିନା ଏରେ ଆଣିଲେ ଆପଣ କିଛି କାର୍ଯ୍ୟ ଦେବନି। ତା ଦେହରେ ନିଜେ ହାତରେ ବଳି 4ଟି ବତୀ ଆପଣ ତିଆରି କରନ୍ତୁ। ତା ଦେହରେ କଳା ତିଳ ନାଗକେଶର ଏବଂ ଜାଇତ୍ରୀକୁ ଗୁଣ୍ଡା କରିଦିଅନ୍ତୁ। ଗୁଣ୍ଡା କରିକି ସେଇ ବଳିତା ଗୁଡ଼ିକୁ ତା ଦେହରେ ଗଡ଼େଇ ଦିଅନ୍ତୁ। ସେ ଯେଉଁ 4ଟି ତୁଳାବତୀ କରିଥିବେ ସେ ତୁଳାବତୀ 4ଟି ତା ଦେହରେ ଗଡ଼େଇ ଦିଅନ୍ତୁ। ଗଡ଼େଇ ଦେଲା ପରେ ତାକୁ ରାଶି ତେଲ ଏବଂ ଗୋଟେ ଚଉମୁହାଁ ଦୀପ 4ଟି ମୁହଁ ଥିବା ଦୀପ ଗୋଟେ ଆପଣ ସଂଗ୍ରହ କରି ଦିନ ବେଳେ ରଖିଥାନ୍ତୁ। ସେଇଦିନ ରାତିରେ ଯେଉଁ ମଧ୍ୟରାତ୍ର ପରେ 12ଟା ପରେ ଆପଣ ଯେକୌଣସି ଜାଗାରେ ଚଉଛକି ଜାଗା ଥିବେ 4 ଛକି ଯେଉଁ ଜାଗା ଥିବ ଯିବେ ଏବଂ ସାଙ୍ଗରେ ଗୋଟେ ନୂଆ ଛୁଞ୍ଚି ବା ପିନ୍ ନେଇଥିବେ। ତେଲ ନେବେ ତେଲ ଡବା ନେବେ ସଳିତା 4ଟା ନେବେ ଦୀପ ଟିକି ନେବେ ଏବଂ ସାଙ୍ଗରେ ଗୋଟେ ପିନ୍ ମଧ୍ୟ ନେଇଥିବେ। ତାକୁ ନେଇ ଆପଣ କ'ଣ କରିବେ
ନା 4 ଛକି ଜାଗା ଯେଉଁ ଥିବ 4ଟା ପଟେ ଗ୍ରାମାଞ୍ଚଳ ମାନଙ୍କର ସୁବିଧା ହୁଏ ଏସବୁ କରିବାକୁ। ଯଦି 4 ଛକି ଜାଗା ଥିବ ସେ 4 ଛକି ଜାଗା ଉପରେ ରଖିଦେବେ ଏବଂ 4ଟି ବତିରେ ତା ଦେହରେ ରାଶି ତେଲ ଭର୍ତ୍ତି କରିଦେବେ ଦୀପରେ ଏବଂ 4ଟି ବତିରେ ନିଆଁ ଆପଣ ଅଗ୍ନି ସଂଯୋଗ କରିଦେବେ, ଦୀପ ପ୍ରଜ୍ୱଳିତ କରିଦେବେ। ଦୀପ ପ୍ରଜ୍ୱଳିତ ହେଲା ପରେ ଆପଣ ସେ ଦୀପକୁ ଚାହିଁ ମନେ ମନେ ଚିନ୍ତା କରିବେ ଯେ ମୋର ଯେଉଁମାନେ ଅର୍ଥ ନେଇଛନ୍ତି ସେମାନେ ମୋତେ ଫେରାଇ ଦିଅନ୍ତୁ ଏବଂ ଫେରାଇ ଦେଉଛନ୍ତି ଆସ୍ତେ ଆସ୍ତେ ମୁଁ ମୋର ଅର୍ଥ ବସ୍ତୁ ସବୁ ଫେରି ପାଉଛି। ଏହା ଭାବି ଆପଣ ଆପଣଙ୍କ ଯେଉଁ ଦକ୍ଷିଣ ହାତର ମଧ୍ୟମ ଆଙ୍ଗୁଳି ଅଛି ସେ ମଧ୍ୟମ ଆଙ୍ଗୁଳିକୁ ଗୋଟେ ସେଇ ଯେଉଁ ପିନ୍ ବା ଛୁଞ୍ଚି ନେଇ ତା ଦେହରେ ଟିକେ ଫୁଟେଇ ଦିଅନ୍ତୁ ଏବଂ ତା ଦେହରେ 2 ଟୋପା ରକ୍ତ ସେ ଦୀପ ମଝିରେ ପକାଇ ଦିଅନ୍ତୁ, ମଧ୍ୟରେ ପକାଇ ଦିଅନ୍ତୁ ଏବଂ ଦୀପ ଜଳିବ। ଜଳିବା ପରେ ତାକୁ ପ୍ରଣାମ କରନ୍ତୁ, ପୁନର୍ବାର ଚିନ୍ତା କରନ୍ତୁ ଯେ ମୋର ଅର୍ଥ ଫେରି ଆସୁଛି। ଏହି ସମୟ କହି ତାପରେ ଆପଣ ସେଠୁ ପଳେଇ ଆସନ୍ତୁ, ଆଉ ପଛକୁ ଫେରିକି ଚାହାନ୍ତୁ ନାହିଁ। କ'ଣ ହେଲା ପଛକୁ ଫେରି ଚାହାନ୍ତୁ ନାହିଁ। ଇଏ ଗଲା ଗୋଟେ। ଆଉ ଗୋଟେ କହିବି, ସେ ମଧ୍ୟ ଟିକେ ଆପଣଙ୍କର କଷ୍ଟପ୍ରଦ ହୋଇପାରେ, କିନ୍ତୁ এটা কলে আপনি নিশ্চিন্ত ভাবে পাইবে। যদি আপনার বহুত গুড়া অর্থ থাকে এবং সেটা আপনার আবশ্যকতা থাকে, আপনার সে অর্থ ন মিলে অসুবিধার পড়ে যাচ্ছেন বা সে বস্তু ন মিলে আপনার অসুবিধার পড়ে যাচ্ছেন, তেবে সেপাই আপনার আর গোটে প্রয়োগ করবে। এটাকে আপনার কৃষ্ণপক্ষ একাদশী করা পড়ব। যেমন অমাবস্যা 5 দিন থাকবে, একাদশী, দ্বাদশী, ত্রয়োদশী, চতুর্দশী, অমাবস্যা। যদি দেখবে মধ্যে তিথি ক্ষয় রয়েছে এবং 5 দিন হওনি, 4 দিন অমাবস্যা হচ্ছে, তবে দশমী করবে। কিন্তু অমাবস্যা পর্যন্ত 5 দিন কমসে কম হওয়া দরকার। অমাবস্যা পূর্বর এমতি গোটে দিন আছে 5 দিন, কেন কৃষ্ণপক্ষের একাদশী বা দশমী যেটা আপনার 5 দিন ঠিক অমাবস্যা সেইদিন আপনার স্টার্ট করবে। দিন সকাল যাই আপনার গোটে ছোট মাটির টেলা, যে মাটির কঞ্চা মাটির টেলা, গোটে মাটি টেলা উপরে টিকে আপনার রোলি চাউল এসব দেবে, অক্ষত যা কহতি অক্ষত দেবে, রোলি দেবে এবং তারপরে দুর্বা টিকে পকাই দেবে। তাকে গোটে অখণ্ডিত পানপত্র উপরে সে মাটি টেলাটি রখি দিও, ছোটিয়া মাটি টেলাটি করতে মাটি টেলাটি রখিদেবে ছোট একদম, যেমনি পানি বুড়িবনি, হঠাৎ বুড়িবনি করবে। তাদের কিছু মিঠা, অল্প মিঠা টিকে এবং কিছু পয়সা আপনার রখিবে, যা পয়সা রাখি তাকে କ'ଣ କରିବେ ନା ଆପଣ ଯେଉଁ ବାମ ହାତର କଣି ଆଙ୍ଗୁଳି ଯେଉଁ ଅଛି, କଣି ଆଙ୍ଗୁଳି ଗୋଟେ ସ୍ୱଚ୍ଛ ପିନ୍ ସାହାଯ୍ୟରେ ଟିକେ କଣା କରିଦେବେ, ଟୋପାଏ ରକ୍ତ ପକାଇଦେବେ। ତାପରେ ରକ୍ତ ପକାଇ ଆପଣ କ'ଣ କରିବେ ଭାବିବେ ଯେ ମୋର ଅର୍ଥ ଗୁଡ଼ିକ ଫେରି ଆସୁଛି। ଏହା ଭାବିକିରି ଆପଣ ତାକୁ ପାଣିରେ ଗୋଟେ କୁଣ୍ଡ ଥିବ ପୁଣି ଭର୍ତ୍ତି କରିଦେବେ, ତାପରେ ପାନପତ୍ରିକି ମଝିରେ ପକାଇ ଦିଅନ୍ତୁ। ଦେଖିବେ ସେ ବୁଲିବା ଆରମ୍ଭ କରିବ। ଯଦି ନ ବୁଲୁଛି ତେବେ ପାଣି ଯେଉଁ ସାଇଡ଼୍କି ତାକୁ ନ ବଜେଇକିରି ସାଇଡ଼୍ରେ କାଠିଟାକୁ ଆପଣ ବୁଲାନ୍ତୁ, ଯେମିତି ପାଣିଟା ବୁଲିବ। ପାଣିଟା ବୁଲି ସେ ପତ୍ରଟା ମନକୁ ମନ ବୁଲିବ। जो स्पीड बुलिकी जो से बुड़ीज पूरा और बुड़ा देखते मटी टेला बुड़ा कि जब मटी टेला संपूर्ण भाव में आप मिले जाऊँगी से पैसा टी कलेक्शन कर रखी दिखाँ सांगे पैसा टी केवल उठा और से ये करदे। ता परदिन ये प्रक्रिया करेंगे, किंतु कनिष्ठ आंगुली बदले अनामिकार पिन देकर रक्त टे पकड़े, ठीक से करेंगे जमी कहले। ता परदिन करेंगे मध्यम रक्त पकड़े, तापर विषांश और शेष दिन अमावस्या दिन कौन करेंगे ना वृद्धांगुष्ठी आप पिन देके रक्त बाहर करेंगे। से दिन पर्यंत आप जी पैसा जमा हो द्वारा अटार दीप और लाल रंगर बत्ती कंचा सूता आणवे और दीप सोरष तेल आणवे। जी पैसा आप रखिए से पैसा जाकर किणवे, से अनुसार आप पैसा रखु। से जो पैसा से पैसा आप आणवे कौन कौन ना सोरष तेल किसी आणवे और लाल रंगर बत्ती तैयारी कंचा सूता लाल रंगर आणवे और गोटे जो अटार दीप आप करेंगे, अटार दीप तैयारी करेंगे। मीठा किसी फल किसी प्रसाद जमी आने अल्प हो बेसी किसी असुविधा नहीं। से कौन कर राति कौन समय सूतार आप जो लाली सूता करते 4 दीप आनी से 4 दीप को आप लगेदेवे और सोरष तेल देकर आप 4 छक निकट में लगे 4टा छक थे जगह आप मझे लगेदेवे। लगेदे आप मनस्कामना पूर्ण हो। चुपचाप समस्त आसिक पैसा फेरी दिखाँ जिन फेरी सब चिंता करेंगे। चिंता करें धारण जो व्यक्ति अच्छा से कथा चिंता करें जमी पैसा गुड़ फेरी दिखाँ भाविकी कामना कर चुपचाप जलाई देकर आप घर फेरी आसतु और मंदिर में परदिन जाए मंदिर किसी भोग अर्पण करते। लक्ष्मी नारायण मंदिर जी भोग अर्पण करेंगे। देखिए आस्ते आस्ते जो मान सक्षम थी से निश्चिंत भाव आस्ते 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 पैसा फेरी देवे। जो मैंने अक्षम थे दरिद्र थे जाग्रत फेरवाई और पैसा आसला से निश्चित भाव आप पैसा आस्ते आस्ते फेरी देवे।